ପଚାଘର ଅଛି। ସେଇ ଘର ଗୁଡ଼ିକରେ ରୋଷେଇ ଘର ବାଥରୁମ୍ରୁ ଯେତିକି ସବୁ ଦୂଷିତ ଜଳ ଗୁଡ଼ାକ ବାହାରିଛି ସିଏ ସେମାନେ କ'ଣ କରୁଛନ୍ତି ନା ଘରର ପଛପଟେ ନାଳି ସାହାଯ୍ୟରେ ଛାଡ଼ି ଦେଉଛନ୍ତି। ସିଏ ବହୁ ବିସ୍ତୀର୍ଣ୍ଣ ରହିକି ଦୁର୍ଗନ୍ଧ ପରିବେଶ ସୃଷ୍ଟି କରୁଛି, ମୃତ୍ତିକା ଜଳ ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି। ଆମେ କ'ଣ କରୁ ଏହି ପଦକ୍ଷେପ ଅନୁଯାୟୀ ଆମେ କ'ଣ କରୁ, ଆମେ ଆମ ଗ୍ରାମରେ କିଛି ପଚା ଘର ଲୋକ ସିମେଣ୍ଟ କଂକ୍ରିଟର ନାଳି ପ୍ରୟୋଗ କରିକି ଘରଠାରୁ ବହୁତ ଦୂରରେ ଏକ ଟାଙ୍କି ପ୍ରସ୍ତୁତ କରୁ। ଟାଙ୍କି ମାନେ ଗାତ ଖୋଳିକି ଟାଙ୍କି କରିବେ, ତାପରେ ଘୋଡ଼ଣି ଖୋଳିବେ। ତାପରେ ଘରୁ ଯେଉଁ ବାଥରୁମ୍ ରୋଷେଇ ଘରୁ ଯେଉଁ ବର୍ଜ୍ୟବସ୍ତୁ ଜଳ ବାହାରିଲା ଏଇ ନାଳିରେ ଟାଙ୍କି ରହିଲା, ଏଇ ଟାଙ୍କିରେ ଅବଶ୍ୟ ଜଳ ସବୁ ରହିଲା, ଏସବୁ ମାଟି ତଳକୁ ଚାଲିଗଲା, ମାଟିର ଜଳସ୍ତର ବୃଦ୍ଧି କଲା। ଆଉ ଅବସ୍ଥିତ ଯେଉଁ ମଇଳା ଜଳ ଥିଲା ସେସବୁ ତଳେ ବସିଛି ଆଉ ନିର୍ମଳ ଜଳ ଉପରେ ରହିଗଲା। ଏହି ଜଳ ସବୁ ଆମେ ଉଦ୍ଭିଦ କିମ୍ବା ବଗିଚାରେ ଥିବା ଗଛ ଗୁଡ଼ିକରେ ପ୍ରୟୋଗ କରୁ। ଏହି ପ୍ରୋଜେକ୍ଟ ଦ୍ୱାରା ଆମର ଯେଉଁ ମୃତ୍ତିକା ପ୍ରଦୂଷଣ ରୋକିପାରିଲୁ, ଆଉ ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ ରୋକିପାରିଲୁ। ଏହି ଆମ ଗ୍ରାମରେ କେତେ ଗୁଡ଼ିଏ ଲୋକ ଗ୍ରହଣ କଲେ, ଅବଶିଷ୍ଟ ଗ୍ରହଣ କଲେ ନାହିଁ, ଯେତିକି ଗ୍ରହଣ କଲେ ସେ ଏଥିରେ